ସମସ୍ତଙ୍କର ଜଗନ୍ନାଥ ଡାକ ଶୁଣିବେ ସେମିତି ଡାକନ୍ତୁ ଯେତେ ପର୍ଯ୍ୟନ୍ତ ଜଗନ୍ନାଥ ଦେଇନାହାନ୍ତି ତାଙ୍କୁ ବିବସ୍ୟ କରି ଦିଅନ୍ତୁ ଯେ ଦିଅନ୍ତୁ ଜଗନ୍ନାଥ କାହିଁକି ଦବନି ଆରେ ଆମେ ତମର ଭକ୍ତ ଯଦି ତମେ ଆମ ଡାକ ଶୁଣିବନି ତାହେଲେ ଶୁଣିବ କିଏ ସେଥିପାଇଁ ସବୁ ଓଡ଼ିଆକୁ କହୁଛି এই ଚ୍ୟାନେଲ ମାଧ୍ୟମରେ ସମସ୍ତେ ଜଗନ୍ନାଥଙ୍କୁ ବିବସ୍ୟ କରି ଦିଅନ୍ତୁ ଯେ ଜଗନ୍ନାଥ ତମ ତାଙ୍କ ରତ୍ନ ବେଦରୁ ଉଠି ଆସିବା ପାଇଁ ତାଙ୍କୁ ମୁଁ କ'ଣ କହିବି ଠାକୁରଙ୍କୁ ସେ ତ ଲୀଳାମୟ ନା ତାଙ୍କୁ ଦେଖିଦେଲେ ତାଙ୍କ ଆଖିକି ସବୁ କିଛି କହି ହୁଏ ତାଙ୍କୁ କହିବା କିଛି ଦରକାର ପଡ଼େନି ବହୁତ କିଛି ଜଗା ମୋତେ ଦେଇଛି କ'ଣ ନ ଦେଇଛି ସବୁ କିଛି ମୋତେ ଦେଇଛି ଆଜି ଯେତେବେଳେ ବି ତାଙ୍କୁ ମୁଁ ଦେଖିଲି 3 ଦିନ ହେଲା ଆସିକି ମୁଁ ତାଙ୍କୁ ଠିକରେ ଦେଖିପାରୁନି ଆଜି 3:30 ରାତିରେ ମୁଁ ଜଗାକୁ କହିଲି ଜଗା ମୁଁ ତୋ ପାଖକୁ ଯଦି ଆସିକି ତ ଦର୍ଶନ ନ ପାଇବି କାହିଁକି ଆସିଥିଲି କହ ଯାହା ବି ହେଲେ ତୁ ମୋତେ ଆଜି ଦର୍ଶନ ଦେବୁ ଏଇଠି ଆମର ପାଖରେ ଯୋଉ ଆମର ଜଗନ୍ନାଥ ଅଛନ୍ତି ମୁଁ ସେଇଠି ଯାଇକି ଜଗା ପାଖରେ ଛିଡ଼ା ହେଲି ଜଗା ସମସ୍ତଙ୍କର ଦୁଃଖ ଶୁଣୁଛୁ ମୋର କ'ଣ ଶୁଣିବୁନି ବହୁତ ଡାକିଲା ପରେ ବହୁ ସମୟ ସେଇଠି ଛିଡ଼ା ହେଇକି ରହିଲି ଆଜି ନଦେଲେ ମୁଁ ଯିବିନି ଜଗା ଏମିତି କିଛି ତାଙ୍କ ବିଷୟରେ ମୁଁ କ'ଣ ବା କହିବି ଯୋଉଟା ତମେ ଆମର କ'ଣ ଦରକାର ତାର କ'ଣ ଦରକାର ସେ ସବୁ କିଛି ଆମକୁ ଚିହ୍ନିକି ଆମକୁ ଦେଇଥାଏ ସେଥିପାଇଁ ଜଗା ବି ମୋତେ ଆଜି ଦେଇଛି ସେଇଟା ମୁଁ ଦେଖିବା ପାଇଁ ବି ମଧ୍ୟ ଚାହୁଁଛି ଟିକେ ଧରିବି ଏଇଟା ଜଗନ୍ନାଥଙ୍କ ପାଖରୁ ତାଙ୍କ ଆଜ୍ଞାମାଳ ଖସିଛି ମୁଁ ଯାହା ବନବାଞ୍ଛା କରିଛି ସବୁ ତ ମୋର ପୂରଣ କରିଛନ୍ତି ଏଇଟା ବି ମାନେ ଏତିକି ବିଶ୍ୱାସ ଅଛି ମୋର ସେ ନିଶ୍ଚିତ କରିବେ ସେ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ଯେତେବେଳେ ରକ୍ଷା କରୁଛନ୍ତି ମୁଁ ତ ତାଙ୍କର ଭିତରୁ ତ ଜଣେ ନା 4.5 କୋଟି ଓଡ଼ିଆଙ୍କର ଯିଏ ହଉଛନ୍ତି ମୌଡ଼ମଣି ସେ ସମସ୍ତଙ୍କର ମଙ୍ଗଳ କରନ୍ତି ମୋର ବି କରିବେ ଏତିକି ଆଶା ଅଛି ଆଉ ସମସ୍ତଙ୍କୁ এই ଚ୍ୟାନେଲ ମାଧ୍ୟମରେ କହୁଛି ସମସ୍ତଙ୍କର ଜଗନ୍ନାଥ ଡାକ ଶୁଣିବେ ସେମିତି ଡାକନ୍ତୁ ଯେତେ ପର୍ଯ୍ୟନ୍ତ ଜଗନ୍ନାଥ ଦେଇନାହାନ୍ତି ତାଙ୍କୁ ବିବସ୍ୟ କରି ଦିଅନ୍ତୁ ଯେ ଦିଅନ୍ତୁ ଜଗନ୍ନାଥ କାହିଁକି ଦବନି ଆରେ ଆମେ ତମର ଭକ୍ତ ଯଦି ତମେ ଆମ ଡାକ ଶୁଣିବନି ତାହେଲେ ଶୁଣିବ କିଏ ସେଥିପାଇଁ ସବୁ ଓଡ଼ିଆକୁ କହୁଛି এই ଚ୍ୟାନେଲ ମାଧ୍ୟମରେ ସମସ୍ତେ ଜଗନ୍ନାଥଙ୍କୁ ବିବସ୍ୟ କରି ଦିଅନ୍ତୁ ଯେ ଜଗନ୍ନାଥ ତମ ତାଙ୍କ ରତ୍ନ ବେଦରୁ ଉଠି ଆସିବା ପାଇଁ ଏତିକି ଆଉ କ'ଣ କହିବି ଜୟ ଜଗନ୍ନାଥ।